ଆପଣଙ୍କର ସମ୍ପ୍ରତି ରାଜ୍ୟରେ ଲୋକମାନଙ୍କର ବହୁତ ସମସ୍ୟା ରହିଛି। ଲୋକମାନଙ୍କର ଚାଷୀମାନଙ୍କର ବିଭିନ୍ନ ବର୍ଗର ଲୋକମାନଙ୍କର ବିଭିନ୍ନ ସମସ୍ୟା ରହିଛି। ତା ଭିତରେ ଏବେ ଗୋଟେ ବିବାଦରେ ଛନ୍ଦି ହେଇଯାଇଛନ୍ତି ସରକାର, ଯେଉଁ ବିଧାୟକ ମାନଙ୍କ ଦରମା ବଢିବାକୁ ନେଇ ତାକୁ ନେଇକି ଚର୍ଚ୍ଚା, ଗୋଟେ ଅପବ୍ୟୟ ରାଜକୋଷରୁ ହବାର ଗୋଟେ ଅପଚେଷ୍ଟା କରାଯାଉଛି ବୋଲି ସାଧାରଣ ଯେତେବେଳେ ତାକୁ ନେଇକି ଚର୍ଚ୍ଚା ଚାଲିଛି, ସେ ଭିତରେ ଆଉ ଗୋଟେ ଖବର ଆସିଛି ଯେ ଦିଲ୍ଲୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗୋଟେ ସ୍ୱତନ୍ତ୍ର କାର୍ଯ୍ୟାଳୟ ସେଠି ହବ। ସ୍ୱତନ୍ତ୍ର କାର୍ଯ୍ୟାଳୟ ଏଇଟା ଗୋଟେ ବୋଧ ହୁଏ ଆମର ଏମିତି ଦେଖିବାକୁ ଗଲେ ଯେତେବେଳେ ଆପଣଙ୍କର ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ଯାଆନ୍ତି ଦିଲ୍ଲୀରେ ଅବସ୍ଥାନ କରନ୍ତି, ଆମର ଓଡ଼ିଶା ଭବନ ଥାଏ, ଓଡ଼ିଶା ଭବନ ପ୍ରାୟତଃ ଓଡ଼ିଶା ଭବନରେ ରୁହନ୍ତି। ନାଇଁ ଯେହେତୁ ମରାମତି କାମ ଚାଲିଛି ତାଙ୍କୁ ଷ୍ଟାର ହୋଟେଲର ଆକୋମୋଡେସନ ବି ଏବେ ଅଛି, ଯେତେ ପର୍ଯ୍ୟନ୍ତ ଓଡ଼ିଶା ଭବନ ମରାମତି ନ ହବ ଅସ୍ଥାୟୀ ଆରେଞ୍ଜମେଣ୍ଟ। କିନ୍ତୁ ହଠାତ୍ ଏଭଳି ଏକ ନିଷ୍ପତ୍ତି, ଏଇ ଯୋଉ ନିଷ୍ପତ୍ତି ଯେ ତାଙ୍କ ପାଇଁ ସ୍ୱତନ୍ତ୍ର ଗୋଟେ, ଏଇଟା ଇତିହାସରେ ଗୋଟେ ଓଡ଼ିଶା ଇତିହାସରେ କେବେ ଏମିତି ଆଗରୁ ବୋଧହୁଏ କେବେ ଏମିତି ହେଇନଥିଲା। ଆମ ଜାଣିବାରେ ସମସ୍ତ ନେତାଙ୍କର ତ ବ୍ୟକ୍ତିଗତ ଘର ସେଇଠି, ମାନେ ପ୍ରାୟତଃ ଯୋଉମାନେ ମୁଖ୍ୟମନ୍ତ୍ରୀ ଯୋଉ ବିଜୁ ବାବୁ ହେଲେ ସେମାନଙ୍କ ତ ଘର ଥିଲା, ତେଣୁ ବୋଧହୁଏ ଆବଶ୍ୟକତା ପଡିନଥିବ। କିନ୍ତୁ ମୁଖ୍ୟମନ୍ତ୍ରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ବେଳେ, ମନ୍ତ୍ରୀ ମାନଙ୍କର ଗସ୍ତ ବେଳେ ଆପଣଙ୍କର ସେଇଠି ଓଡ଼ିଶା ଭବନରେ ସ୍ୱତନ୍ତ୍ର ପଞ୍ଜୀକୃତ ବା ଧାର୍ଯ୍ୟ ରୁମ୍ ପ୍ରକୋଷ୍ଠ ବି ରହିଥାଏ। ଏବେ ସିନା ମରାମତି ଚାଲିଛି, ସ୍ୱତନ୍ତ୍ର ଗୋଟେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ଗୋଟେ ସ୍ୱତନ୍ତ୍ର କାର୍ଯ୍ୟାଳୟ ସେଇଠି ବାସଭବନ ହବ, ଏଇଟା ଟିକେ ନୂଆ ଲାଗୁଛି। ଆଉ ସେଇଠି ପୁଣି ଏଇଟା ଡାଇରେକ୍ଟର ଇଣ୍ଟେଲିଜେନ୍ସ ଡିଜିଙ୍କୁ ଲେଖିଛନ୍ତି ଯେ ଗୋଟେ ସ୍ୱତନ୍ତ୍ର ବାହିନୀ ସେଇଠି ପ୍ଲାଟୁନ ପୋଲିସ ରହିବ ସେଇଠି ଦିଲ୍ଲୀରେ। ପୁଣି ପ୍ରତି ମାସରେ ସେ ପ୍ଲାଟୁନ ପୋଲିସ ରୋଟେସନ ହବ, ସେମାନେ ଯିବେ ମାସେ ରହିବେ, ପୁଣି ଏମାନେ ଆସିବେ, ଆଉ ଗୋଟେ ବାହିନୀ ଯିବେ। ତାପରେ ସେଠି ତାଙ୍କୁ ଗୋଟେ ବୁଲେଟ ପ୍ରୁଫ ଗାଡି ଯୋଗେଇ ଦିଆଯିବ। ଏଇ ସବୁ ଯୋଉ କଥାକୁ ନେଇକି ଚର୍ଚ୍ଚା ଚାଲିଛି, କଣ ଏମିତି ଆବଶ୍ୟକତା ପଡୁଛି? ଲୋକଙ୍କର ମୁଖ୍ୟମନ୍ତ୍ରୀ ବୋଲି ଆମେ ନିଜକୁ ପ୍ରତିପାଦିତ କରୁଛେ, ଆପଣ ଲୋକଙ୍କ ପାଖକୁ ଯିବା କଥା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଉଭଳି ଭାବରେ 12-13ଟା ଗାଡି ଧରିକି ଯାଉଥିଲେ, 15ଟା ଗାଡି ଧରିକି ଯାଉଥିଲେ, ଆପଣ ବରଂ ସ୍କୁଟିରେ ଲୋକଙ୍କ ପାଖକୁ ଯିବା କଥା। ମନୋହର ପାରିକରଙ୍କ ପରି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜେ ସ୍କୁଟିରେ ଚଢିକିରି, ଟୁ ହ୍ୱିଲରରେ ଚଢିକି ଲୋକଙ୍କ ପାଖକୁ ଯାଉଥିଲେ। ମୁଁ କହୁନି ତା ସେମିତି କରନ୍ତୁ, ଆପଣ ନିଜକୁ ଏତେ ସରଳ କରିକିରି ରଖିଦେବା କଥା ଯେମିତି ଲୋକ ଆପେ ଆପେ ଭାବିବେ ଯେ ଆପଣ ଲୋକଙ୍କ ମୁଖ୍ୟମନ୍ତ୍ରୀ। କିନ୍ତୁ ଯୋଉ କାମ ଗୁଡା ହଉଛି କୋଉଠି ନା କୋଉଠି ଗୋଟେ ଇଏ କୋଉ ଭଳିଆ, କଣ ଆବଶ୍ୟକ ପଡିଲା କି ଆବଶ୍ୟକତା ପଡିଲା ମୁଁ ବି ବୁଝିପାରୁନି। ବୋଧ ହୁଏ ରାଜ୍ୟ ସରକାରଙ୍କର ସେମିତି କିଛି ଆବଶ୍ୟକତା ଥିବ। ଏଭଳି ଏକ କିଛି, ମାନେ ମୁଁ ତ ରାଜନୈତିକ ବୟାନବାଜି କରିପାରିବି ନାହିଁ ବିଜୁ ଜନତା ଦଳ ଭଳି, କିନ୍ତୁ ଏଇଟା ଗୋଟେ ନୂଆ ବ୍ୟବସ୍ଥା ହଉଛି। ଓଡ଼ିଶାର ଲୋକଙ୍କର ମୁଖ୍ୟମନ୍ତ୍ରୀ ବୋଲି କହୁଥିବା ମୋହନ ମାଝୀଙ୍କ ପାଇଁ ଏଇଟା ଗୋଟେ ନୂଆ ବ୍ୟବସ୍ଥା ହଉଛି। ଏଇଟାକୁ ଆମେ ସହଜରେ ବୁଝି ହଉନି। ସରକାର ତାକୁ ବୁଝେଇବାକୁ ଚେଷ୍ଟା କରନ୍ତୁ ରାଜ୍ୟବାସୀଙ୍କୁ ଯେ ଏଭଳି ବ୍ୟବସ୍ଥାର ଆବଶ୍ୟକତା କଣ ପଡିଲା ଦିଲ୍ଲୀରେ। ହଁ, ଭୁବନେଶ୍ୱରରେ ତ 2-2ଟି ଘର ଅଛି। ତାଙ୍କର ଘରର ରିନୋଭେସନ ପାଇଁ 51 ଲକ୍ଷ ପାଖାପାଖି, ଯୋଉ ପାଖାପାଖି 2ଟିର 90 କୋଟିଏ ଟଙ୍କା, ରଫଲି 90-91 ଲକ୍ଷ ଟଙ୍କା ତାଙ୍କ ଘରର ରିନୋଭେସନ ରେ ଖର୍ଚ୍ଚ ହେଇଛି। 2ଟି ଘର ସେ ରଖିଛନ୍ତି ବୋଲି ଏଇଟା ତ ସତ, ଏଥିରେ ଅଭିଯୋଗ କିଛି ନାହିଁ। ସେ 2ଟି ଘର ରଖିଛନ୍ତି, ଗୋଟେ ଆପଣଙ୍କର ଯୋଉ ପ୍ୟାରେଡ ଗ୍ରାଉଣ୍ଡ ଯୋଉ ରାସ୍ତା ମହାବାତ୍ୟା ମାର୍ଗ ସାମ୍ନାରେ, ଆଉ ଗୋଟେ ଏଠି ଯୋଉଟା ମୁଖ୍ୟମନ୍ତ୍ରୀ ପାଇଁ ଡେଜିଗ୍ନେଟେଡ କ୍ୱାର୍ଟର। 2ଟି ଘର ଅଛି, 2ଟି, ଏଠାରେ 51 ଲକ୍ଷ ଖର୍ଚ୍ଚ ହେଇଛି ରିନୋଭେସନ ରେ, ସେଠି ଖର୍ଚ୍ଚ ହେଇଛି 25-26 ଲକ୍ଷ କେତେ ପାଖାପାଖି। ତେଣୁ ଏଠି 2ଟି ଘର ଅଛି। ସେଠି ଆପଣ କେତେ ଦିନ ପାଇଁ, ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ 30ଟା ଜିଲ୍ଲା, ଆପଣ କହୁଛନ୍ତି ପ୍ରତି ଜିଲ୍ଲାକୁ ଯିବେ, ବିଭିନ୍ନ ଜିଲ୍ଲାକୁ ଯାଇକି ଲୋକଙ୍କର ଗୁହାରି ଶୁଣିବେ, ଆପଣ ଅଭିଯୋଗ ପ୍ରକୋଷ୍ଠ କରିବେ ବୋଲି କହୁଛନ୍ତି ବିଭିନ୍ନ ଅଞ୍ଚଳରେ। ଆପଣଙ୍କୁ ସମୟ କୋଉଠି ହବ କି ଆପଣ ଯାଇକି ଦିଲ୍ଲୀରେ ରହିବେ? ଦିଲ୍ଲୀରେ ଗୋଟେ ଘର ଦରକାର, ଦିଲ୍ଲୀରେ 2 ଦିନ ଦିନେ ପାଇଁ ଯିବେ ଯେ ସେଥିରେ ଗୋଟେ ଘର ଦରକାର। ସେଇଥିରେ ଓଡ଼ିଶା, ସେଠି ତ ଦିଲ୍ଲୀ ପୋଲିସ ଅଛନ୍ତି। ଆପଣ ସେଠୁ ଯେତେବେଳେ ଯିବେ ମୁଖ୍ୟମନ୍ତ୍ରୀ, ସିକ୍ୟୁରିଟି ଦରକାର। ମୁଖ୍ୟମନ୍ତ୍ରୀ ଗୋଟେ ଯିବ ତ ପ୍ରୋଟୋକଲ ଅନୁସାରେ ସିକ୍ୟୁରିଟି ଦରକାର। ଆମ ଦିଲ୍ଲୀ ପୋଲିସ ସହାୟତାରେ ଆମେ ଦିଲ୍ଲୀ ପୋଲିସର ହେଲ୍ପ ନେଇପାରିବେ। କିନ୍ତୁ ସ୍ୱତନ୍ତ୍ର ଭାବରେ ଗୋଟେ ପ୍ଲାଟୁନ ସେଇଠି ଅବସ୍ଥାପିତ ହବ, ସେଠି ଗୋଟେ କ୍ୱାର୍ଟର, ଗୋଟେ ବାସଭବନ ରହିବ, ଆଲୋକେଟ ହବ, ସେଠି ଗୋଟେ ସ୍ୱତନ୍ତ୍ର ଗାଡି ରହିବ। ଏଇଟା ଗୋଟେ, ମୁଁ ଭାବୁନି ଆମ ଓଡ଼ିଶା ରାଜକୋଷ ଆଲାଉ କରିବ କି ନାହିଁ ମୁଁ ବି ଜାଣିନି ଆଜ୍ଞା।
बुद्धिजीवी माने ता ऊपर मत देबे किंतु एटा गोटे नुआ व्यवस्था लोकंको मुख्यमंत्री बोली आमे से निजुको कहउचंती माननीय मुख्यमंत्री मोहन माझी अंतत पक्षरे एई जो काम उडा होउची एटा को लोकंको मुख्यमंत्री बोली निजे लोकंको भितर से धारणा सृष्टि हब तो एटा गोटे अजथा मु अजथा कहबी नहीं किंतु गोटे राजकोषरु अतिरिक्त व्यय ए व्ययटा निहाती भाव ओडिशा वासी गोटे बोझ हब विधायक माने आपण देखंतु 18 मासर बैकलॉग 18 मासर बैकलॉग विधायक माने नेबे दरमा तो बढ़िला 18 मासर नेबे माने पाखापाखि 45 लक्ष लक्षे जड़े विधायक आट ए टाइम पाइबे गोटे गोटे बड़ गाड़ी किनिदेवे तेणु ये जो अपव्यय चली ये जो आर्थिक अपव्यय खर्च चली ता भितरे ये गोटे को ग्राउंड रे कौन आवश्यकता पड़िला इंटेलिजेंस डिपार्टमेंट डायरेक्टर इंटेलिजेंस एटा को लेखिले एटा राज्यवासी जानिबार अधिकार अछि दिल्ली रे हमरो क्वार्टर आवश्यकता दरकार नै हमरो ओडिशा निवास अछि दिल्ली रे हमरो मुख्यमंत्री को गस्त पे आवश्यक सेठी प्रोटोकॉल ऑफिसर अछंती जने रेसिडेंट कमिश्नर अछंती मुख्यमंत्री को गस्त बेले सब फैसिलिटेट करबा पई तेणु किसी असुविधा नहीं ये कौन आवश्यकता पड़िला एटा राज्यवासी जानिबार भी अधिकार अछि।